ଆମକୁ ତ ସାଲେରୀ ଆସିଲା ପରେ ଯାଇକି ବସ୍ ଛାଡ଼ିବ, ସାଲେରୀ ନ ଆସିବା ଯାଏଁ ବସ୍ ଛାଡ଼ିବନି। ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଭଗବାନପୁର ପାତ୍ରପଡ଼ା ଡିପୋରେ ଭୋର 4ଟାରୁ ଆନ୍ଦୋଳନରେ ବସିଛନ୍ତି। 4 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଇଡର ମାନେ। ପୁରା ସିଧାସଳଖ ସେମାନଙ୍କର ଯେଉଁ ଦାବି ରହିଛି ସେ ଦାବିକୁ ନେଇକରି ଆନ୍ଦୋଳନ ରହିଛନ୍ତି। ସେମାନଙ୍କର ଦରମା ସଠିକ୍ ସମୟରେ ମିଳିପାରୁନି, ଏକାଧିକ ଦାବି ରହିଛି। ସେ ଦାବିକୁ ନେଇ ମଧ୍ୟ ଆମେ ଆଲୋଚନା କରିବା। ଆପଣ ଏହି ଚିତ୍ର ଦେଖୁଛନ୍ତି ପାତ୍ରପଡ଼ା ଡିପୋ ବାହାରର ଦୃଶ୍ୟ, ଯାହାକି ଭୋର 4ଟାରୁ ସେମାନେ ବସୁଛନ୍ତି। ପାଖାପାଖି 45ଟି ରୁଟ୍ରେ 117ଟି ବସ୍ ବର୍ତ୍ତମାନ ଗଡ଼ିପାରିନି। ତ ସେମାନଙ୍କର ଯେଉଁ ବିଭିନ୍ନ ସମସ୍ୟା ରହିଛି, ବିଭିନ୍ନ ଦାବିକୁ ନେଇକି ମଧ୍ୟ କର୍ମଚାରୀମାନେ ଆସୁଛନ୍ତି, ଶୁଣୁଛନ୍ତି। କିନ୍ତୁ ଯେତେବେଳେ ସଠିକ୍ ସମୟରେ ଦରମା ମିଳିପାରୁନି, ସେମାନେ କହିପାରିବା ଦିନ ରାତି ଏକ କରି କାମ କରୁଛନ୍ତି। ସେହି ସମୟରେ ଯେତେବେଳେ ତାଙ୍କ ନ୍ୟାଯ୍ୟ ଦାବି ମିଳିପାରୁନି, ସେ ସମୟରେ ବାଧ୍ୟ ହୋଇକରି ସେମାନେ ଆନ୍ଦୋଳନ କରିଛନ୍ତି। ଆମେ ପ୍ରତିକ୍ରିୟା ନେବା। ଆଜ୍ଞା, ଯେଉଁ ଆପଣମାନେ ତ ପ୍ରତିଦିନ ରୁଟ୍ରେ ଗାଡ଼ି ଯାତାୟାତ କରେ, ଲୋକଙ୍କର ସେବା କରନ୍ତି, ଆଜି ଟୋଟାଲି ଗାଡ଼ି ଠପ୍ ହୋଇଯାଇଛି। ଆଜ୍ଞା ନମସ୍କାର, ମୋ ନାଁ ସରୋଜ କୁମାର କର, 6042 ଆଇଡି। ଏପର୍ଯ୍ୟନ୍ତ ଆଜ୍ଞା ଆଜି 18 ତାରିଖ ହେଲାଣି, ଏପର୍ଯ୍ୟନ୍ତ ଆଜ୍ଞା ପେମେଣ୍ଟ ହେଇନି। କୁହନ୍ତୁ ଆପଣ, ମାନେ ଜଣେ ସଂସାର କେମିତି ଚଳିବ? ପଇସା ଦେଲେ ଆମ ରୁମ୍ ମାଲିକ ବାହାର କରିଦେଲେଣି, କହିଛନ୍ତି ପଇସା ନଦେଲେ ତମେ ରୁମ୍ରୁ ଆଜି ବାହାରି ଯିବ। ଆଜି 18 ତାରିଖ ହେଲାଣି, ତାଙ୍କର 5 ତାରିଖରୁ ମାସ ବୁଲିଲାଣି। 5 ତାରିଖ ତାଙ୍କର 7 ତାରିଖ 10 ତାରିଖ ଭିତରେ, ଆଜି 18 ତାରିଖ ହେଲାଣି, ଏପର୍ଯ୍ୟନ୍ତ ପେମେଣ୍ଟ ହେଇନି। କେବେ ଆଜ୍ଞା ତାଙ୍କୁ ଦରମା ଦବୁ? ଆମର ଗ୍ୟାସ୍ ନାହିଁ ରୋଷେଇ କରି ଖାଇବା ପାଇଁ। ଆରେ ଜଣେ କାମ କରେ କ'ଣ ପାଇଁ? କାମ କରେ ଏଇ ପଇସା ନେଲେ ତାର ଘର ଚଳିବ। ଯଦି ଆପଣ ଯଦି ଦରମା ନ ପାଇବେ ଆପଣ କାମ କରିବେ କି ଆଜ୍ଞା? କୁହନ୍ତୁ ଆଜ୍ଞା। ନିହାତି ଭାବେ ଆପଣ ଶୁଣୁଥିଲେ, ଯେମିତି କହୁଥିଲେ 45ଟି ରୁଟ୍ରେ 117ଟି ବସ୍ ବନ୍ଦ ରହିଛି। କହିପାରିବା ସେମାନଙ୍କର ଯେଉଁ ରହିଛି ଗାଇଡରମାନଙ୍କୁ ଦରମା ନ ମିଳିବାରୁ ଭୋର 4ଟାରୁ ଆନ୍ଦୋଳନରେ ବସୁଛନ୍ତି। ଠିକ୍ ସମୟରେ ଦରମା ପ୍ରଦାନ ହୋଇପାରୁନି, ଇପିଏଫ୍ ଏବଂ ଇଏସ୍ଆଇ ଯୋଗାଇ ପାରୁନାହାନ୍ତି। ଗାଇଡଙ୍କ ସୁରକ୍ଷା ପରି ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସନ୍ତି। ଆମେ ଆଉ କିଛି ପ୍ରତିକ୍ରିୟା ମଧ୍ୟ ନେବା। ଯେଉଁମାନେ ଅଛନ୍ତି ସେମାନେ ଦିନ ରାତି ଏଠି ଏକ ହୋଇ କାମ କରୁଛନ୍ତି, ସେମାନଙ୍କର ଅନେକ କିଛି ସମସ୍ୟା ରହିଛି, ସମସ୍ୟା ମଧ୍ୟ ସମାଧାନ ହୋଇପାରୁନି। ଯେଉଁମାନେ ଅଛନ୍ତି ମ୍ୟାଡ଼ାମ୍ କହିବେ, ଆପଣମାନେ ପ୍ରତିଦିନ ପ୍ରତି ରୁଟ୍ରେ ଯାଆନ୍ତି, କିନ୍ତୁ ଆପଣଙ୍କୁ ଦରମା ଠିକ୍ ସମୟରେ ମିଳିବ, ଯାହାଫଳରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜ୍ଞା, ଏଇଟା ଏଇ ମାସର କଥା ନୁହେଁ, ଆମର ବାରମ୍ବାର ସବୁ ମାସରେ ଲେଟ୍ ପେମେଣ୍ଟ ହେଉଛି। ଯଦି ଦରମା ନ ମିଳିବ ଗୋଟେ ପିଲା ଖାଇବ କେମିତି? ଏଠି 8 ଘଣ୍ଟା ଡ୍ୟୁଟିରେ ଖଟିବ କେମିତି ଆଗ କୁହନ୍ତୁ? ସବୁ ମାସରେ, ଆର ମାସରେ ସେମିତି 15 ତାରିଖ 16 ତାରିଖ ଲେଟ୍ କଲେ, ଏ ମାସରେ 18 ତାରିଖ। ଆମକୁ ଶନିବାର ଶୁକ୍ରବାର ଦିନ ଆମକୁ ଜଣାଗଲା କି ଆମେ ଯେତେ ଜଣ 20-30 ଜଣ ପିଲା ଆମେ ପଟିଆ ଡିପୋରେ ଯାଇକି ଲିଖିତ ଆକାରରେ ଆମର ଯେ ଉପରସ୍ଥ ଅଧିକାରୀ ଅଛନ୍ତି ସେ ଲିଖିତ ଆକାରରେ ଲେଖିକି ଆମଠୁ ସାଇନ୍ ନେଇକି ଗଲେ କି ଯଦି ଆଜି ଭିତରେ ସାଲେରୀ ନ ଆସିଲା ଆମେ ସବୁ ସୋମବାର ଦିନ ଯିବୁ ପଟିଆ ଡିପୋରେ ଯାଇକି କଥା ହବୁ। ମେନ୍ ବ୍ରାଞ୍ଚ ସେଠି ଆମର, ଯେହେତୁ ସେଠି ଆମେ କଥା ହବୁ। ଯଦି ଆପଣ ଶନିବାର ଦିନ ପଟିଆ ଡିପୋରେ ଆପଣ କଥା ହେଇଛନ୍ତି, ଆମକୁ ତାର ମତାମତ କାହିଁ ଜଣେଇଲେନି ଇଭିନିଂ ସୁଦ୍ଧା? ଯଦି ଆପଣ ଜଣେଇ ନଥାନ୍ତେ ତାହେଲେ ଆମେ ଆପଣ ଯଦି ସେଇଦିନ ଆମକୁ ଜଣେଇ ଦେଇଥାନ୍ତେ ଆମେ ଏଠି ଆସିକି ଛିଡା ହେଇ ନଥାନ୍ତେ। ଆଜି ସାଲେରୀ ପାଇଁକା, ସାଲେରୀ ପ୍ରୋବ୍ଲେମ ନୁହେଁ, ଆମର ବାରମ୍ବାର ବହୁତ ଏମିତି କେସ୍ ଅଛି, ଆମେ ହାରାସମେଣ୍ଟ ବହୁତ ପାଉଛୁ। ଏମିତି ସାଲେରୀ କେସ୍ ପାଇଁ ଆମେ ଏଠି ଆସି ଛିଡା ହେଇନୁ ଏତେ ପିଲା। ବହୁତ କେସ୍ ଏମିତିରେ ବି ଏଫସି ଆଉ ଏଫଏନସି କେସ୍ରେ ବି ଆମେ ବହୁତ ସାରା ଏମିତି ପ୍ରୋବ୍ଲେମର ମାନେ ସମ୍ମୁଖୀନ ହେବାକୁ ପଡୁଛି। ଗାଡିରେ ଗୋଟେ ଟ୍ରିପ୍ରେ ଆମର 180-190 ପ୍ୟାସେଞ୍ଜର ଯାଉଛନ୍ତି। ତା ଭିତରେ ଏତେ ଗହଳି ଭିତରେ ଯଦି ବି କିଏ ଗୋଟେ ଦିଟା ପ୍ୟାସେଞ୍ଜର ଯଦି ଟିକେଟ୍ ବି ନ କରୁଛନ୍ତି, ତାଙ୍କ ପାଇଁ ଆମେ ଏଫଏନସି ଭରିବୁ। ଯଦି ଆମେ ଏଫଏନସି ଭରୁଛୁ, ସିଏ ଯଦି 100 ଟଙ୍କା ସେଠି ଦେବେ, ଆମେ ତା ଜାଗାରେ 5000 କ'ଣ ପାଇଁ ଦବୁ? ଆପଣ ଫାଷ୍ଟ କେସ୍ଟାକୁ ଫାଷ୍ଟ ପ୍ରୁଭ୍ କରନ୍ତୁ କି ଆମେ ସେଇଠି ଭୁଲ ଅଛି। ଏତେ ଗହଳି ଭିତରେ ଯଦି ସେଇ ଲୋକ, ତାପରେ ଆଉ ଗୋଟେ କେସ୍ କଣ ଅଛି, ସେ ଲୋକ ନିଜେ ବି ମାନୁଛି ଗହଳିରେ ଆମେ ଆଗକୁ ଚଢି ଯାଇଥିଲୁ କି ପଛପଟେ ଚଢି ଯାଇଥିଲୁ, ଆମେ ଦେଖିନୁ କି ଗାଇଡକୁ ଆମେ ଡାକିନୁ କହିଲା ପରେ ବି ତାଙ୍କର ସ୍କ୍ୱାଡ୍ ମାନେ ଉପରେ ଓଲଟା କେସ୍ ଆମ ଉପରେ ତଥାପି ପକେଇବେ। ଏତେ ସବୁ ହେଲା ପରେ ବି କେମିତି ଆମେ ଚୁପ୍ ରହିବୁ? 45ଟି ରୁଟ୍ରେ 117ଟି ବସ୍ ଗଡୁନି, ଲୋକମାନେ କେତେ ହଇରାଣ ହଉଛନ୍ତି, ଆପଣମାନେ ତାକୁ ଅନୁଭବ କରିପାରୁନାହାନ୍ତି? ଲୋକମାନେ ହଇରାଣ ହେଲେ କଣ ହେଲା, ଆମେ ତ ହଇରାଣ ହଉଛୁ ନା। ଆମେ ସାଲେରୀ ଆସିନି, ଆମେ ରୁମ୍ ଭଡା ଦେଇପାରୁନୁ, ଘରକୁ କିଛି ଦେଇପାରୁନୁ, ନିଜେ ଖାଇବାକୁ ବି ଆମ ପାଖେ ପଇସା ନାହିଁ, ଇଏମଆଇ ବି ଦେଇପାରୁନୁ। ଦେଖିବେ ସଠିକ ସମୟରେ ଦରମା ମିଳିପାରୁନି, କିନ୍ତୁ ଏଠି ଆପଣଙ୍କୁ ଆସି ସେ ଆଲୋଚନା କରୁଛନ୍ତି, ସବୁ ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ଦଉଛନ୍ତି। ପ୍ରତିଶ୍ରୁତି ଆଜ୍ଞା ଆମେ ଏମିତି 15 ମାସ ହେଲା ପ୍ରତିଶ୍ରୁତି ପାଉଛୁ। ପ୍ରତିଶ୍ରୁତି ଦେଲେ ପ୍ରତିଶ୍ରୁତିର ଫଳାଫଳ କିଛି ନାହିଁ। ଫଳାଫଳ ଯୋଉଠି ନାହିଁ ଆମେ ଆଶା କଣ କରିବୁ? ଆଜି ଆମକୁ କହିକି ଗଲେ କାଲି ଆମକୁ ଦେବେ ଦେବେ କି ନ ଦେବେ? ଆମେ ଆଜି କହିଛୁ, ଆଜି ଆମର ସିକ୍ୟୁରିଟି ମନି 10 ମାସ କହିଥିଲା, 15 ମାସ କଟା ହେଲା। ସେଥିରେ ଆମେ ବି ଯଦି ବି ଯୋଉମାନେ ବି ଏଠି କହିବ ଯିଏ ସିଏ ବସିବ, ଯିଏ ହାତ ଟେକିବ ସିଏ ବସିବ, ଯିଏ ଉଠିଲା ସିଏ ବସିଲା, ଯିଏ ମାନେ ଲୋକଙ୍କୁ ଦେଖାଯାଉଛି ଟାର୍ଗେଟ କରାଯାଉଛି, ଏଇ ପିଲା କହିଲା ତ ଇଏ ବସିବ, ୟାକୁ 5 ଦିନ ବସିବ, ସସ୍ପେଣ୍ଡ ହେଲା କି ଏଇଭଳି ଆମେ ଏଜେନ୍ସି ମନମାନି କରୁଛୁ ନା କ୍ରୁଟ୍ ମନମାନି? ନାଇଁ ଏଜେନ୍ସିରେ ଯୋଉ ଅଛନ୍ତି ମେମ୍ବର ଅଛନ୍ତି ସେମାନେ ମନମାନି କରୁଛନ୍ତି। ସେମାନେ ଅଛନ୍ତି ପ୍ରାୟ ଅଛନ୍ତି, ସେମାନେ ଭଲ। ଆଗରୁ ବି ଆମେ ଏମିତି, ଆଗରୁ ମୁଁ 4 ବର୍ଷ କାମ କଲାଣି, ଆଗରୁ ଗୋଟେ କମ୍ପାନୀ ଥିଲି, ସେମାନଙ୍କ ବ୍ୟବହାର ଭଲ, କାହିଁକି ତାଙ୍କ ଦ୍ୱାରା ଆମେ ବି କେବେ ଦ୍ୱାରସ୍ଥ ହେଇନୁ। ଆଜି ଆମକୁ ଏମିତି କାହିଁକି ସମ୍ମୁଖୀନ ହେଲୁ ଯେ ଆଜି ଆମେ ଦ୍ୱାରସ୍ଥ ହେଇଛୁ?
ଏଥିପରେ ଆଉ କିଛି ଜଣଙ୍କର ମଧ୍ୟ ପ୍ରତିକ୍ରିୟା ନେବା। ମ୍ୟାଡ଼ାମ୍ ଆପଣ କହିବେ ବର୍ତ୍ତମାନ ଆପଣ ପ୍ରତ୍ୟେକ ରୁଟ୍ରେ ଯାଉଛନ୍ତି କାମ କରୁଛନ୍ତି କିନ୍ତୁ ଦରମା ସଠିକ ସମୟରେ ମିଳିପାରୁନି, ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଅନେକ ମଧ୍ୟ ମାନସିକ ସ୍ତରରେ ମଧ୍ୟ ଆଘାତ ପାଉଛନ୍ତି। ଆଜ୍ଞା ସାଲେରୀଟା ଠିକ୍ ଟାଇମ୍ରେ ଆସୁନି, ହାରାସମେଣ୍ଟ ବି କରୁଛନ୍ତି। ଆଉ କ'ଣ ସବୁ ସମସ୍ୟା ହେଉଛି? ମେନ୍ ସାଲେରୀ ହିଁ ଠିକ୍ ଟାଇମ୍ରେ ଦେଉନାହାନ୍ତି, ମାନେ କୋଉଟା ସାଲେରୀ ଦେଉନାହାନ୍ତି, ହସି ଦେଇଯିବ ହଁ ସାଲେରୀ ଆସିବ। କ'ଣ ଆଜି ଲାଗୁଛି ସମାଧାନ ହବ? ସେମିତି ତ ଲାଗୁଛି ହବ ବୋଲି କହୁଛନ୍ତି। ଆମକୁ ତ ସାଲେରୀ ଆସିଲା ପରେ ଯାଇକି ବସ୍ ଛାଡ଼ିବ, ସାଲେରୀ ନ ଆସିବା ଯାଏଁ ବସ୍ ଛାଡ଼ିବନି। କ'ଣ ଆଜ୍ଞା? ହଁ ଆମେ ତ ବର୍ତ୍ତମାନ ଷ୍ଟ୍ରାଇକ୍ରେ ବସିଛୁ, ଆମ ସାଲାରୀ ଠିକ୍ ଟାଇମ୍ରେ ଆସୁନାହିଁ, ତେଣୁକରି କେମିତି ଆମକୁ ସାଲାରୀ 7 ରୁ 10 ଭିତରେ ଦିଆଯିବ ସେଥିନେଇକି ଆମେ ଧାରଣାରେ ବସିଛୁ। ଗ୍ରୁପ ଗୋଟେ ହେଇଛି ଆମର, ସେଇ ଗ୍ରୁପରେ ଯଦି ସାଲେରୀ କେବେ ଆସିବ ବୋଲି ପଚାରି ଦଉଛୁ ଦେନ୍ ସେଟା ଆମର ଭୁଲ ହେଇଯାଉଛି। ସେଇ ଭୁଲକୁ ସେମାନେ କହୁଛନ୍ତି ଆମେ କି ପଚାର ନା କି ସାଲେରୀ କେବେ ଆସିବ ବୋଲି। ଆମେ ଆମ ହିସାବରେ କରିବୁ ଆଉ ସେଇଥିରେ ତମେ ଖୁସି ହେଇକି ଚାଲିବ ଯଦି ଚାଲ, ନହେଲେ ନାଇଁ ରିଜାଇନ୍ ଦେଇକି ଘରକୁ ପଳାଅ। ଏପରି ଭାବରେ ଆମକୁ କଥାବାର୍ତ୍ତା କରାଯାଉଛି। ମାସ ସାରା କାମ କରିବେ, ଦରମା ମିଳିଲା ବେଳକୁ ନାଲି ଆଖି। ସେ କହୁଛନ୍ତି ଚୁଟକି ମାଇଲେ ଆମକୁ ପିଲା ଆସିବେ ତ ତମ ମାନଙ୍କର କିଛି ଆବଶ୍ୟକ ନାହିଁ। ତ ସାଲାରୀ କଥା କହିଲେ ମୁଁ ନିଜେ ସାଲାରୀ କଥା କହିଥିଲି ବୋଲି ମତେ ମାସେ ମାନେ ବସା ହେଲା, ଗୋଟେ ମାସ ପରେ ମତେ ବସା ହେଇଛି। ଅଧିକାରୀ ଅଛନ୍ତି, ଆମେ ପ୍ରତିକ୍ରିୟା ନେବା ସେମାନେ କ'ଣ ପ୍ରକୃତ ଆଲୋଚନା ଚାଲିଛି ବର୍ତ୍ତମାନ ସ୍ଥିତିରେ ଯୋଉଭଳି ଭାବରେ। ଆଜ୍ଞା 45 ରୁଟ୍ରେ 117ଟି ବସ୍ ଗଡୁନି, ଭୋରରୁ ଆନ୍ଦୋଳନ ଚାଲିଛି, କ'ଣ ଫାଇନାଲି ଆଲୋଚନା କଲାଣି? ଲୋକମାନେ ସେବା ପାଇବେ ନା ପାଇବେନି, ନା ଏମାନଙ୍କର ସମସ୍ୟା କିଛି ସମାଧାନ ହବ ନା ହବନି? ହେଇଯିବ, କ'ଣ ହବ ସମାଧାନ ହେଇଗଲାଣି, ହେଇଯିବ ତାଙ୍କ ସାଲାରୀ ଆଜି ହେଇଯାଉଛି। ସାଲାରୀ ପାଇଁ ସେମାନେ ବସିଥିଲେ, ସାଲାରୀ ପାଇଁ ଆଜି ସାଲାରୀ ତାଙ୍କର ହେଇଯାଉଛି। ସଠିକ ସମୟରେ ଯଦି ନ ମିଳିବେ ତ ଏଇଠି ଘର ଭଡା ନେଇକି ଖାଇବା ପିଇବା ରୁଟ୍ରେ କାମ କରିବା କେତେ ଅସୁବିଧା ଆପଣ ମାନେ ଭାବନ୍ତୁ। ପାଖାପାଖି 18 ତାରିଖ ହେଇଗଲାଣି, ମ୍ୟାନେଜମେଣ୍ଟ ହେଇଥିଲା ସେଥିପାଇଁ ସବୁ ସର୍ଟ ଆଉଟ୍ ହେଇଗଲାଣି। ସେଟା ଆଜି ଗଡ଼ିବ ଆଜି। ବର୍ତ୍ତମାନ ଯାହାକି ଅଧିକାରୀ ମାନେ ଆସି ଆଲୋଚନା କରୁଛନ୍ତି, ତେବେ ଦେଖିବାର କଥା ଏମାନଙ୍କର ସମସ୍ୟା କେତେ ଦୂର ସମାଧାନ ହେଉଛି। କାହିଁକି ନା ପାଖାପାଖି ଭୋର 4ଟାରୁ ଗାଡି ଗଡ଼ିବା କଥା, ବର୍ତ୍ତମାନ ପାଖାପାଖି 10ଟା ହେଇଗଲାଣି, ସମୟ 10ଟା ପରେ ମଧ୍ୟ କ୍ରସ୍ କଲାଣି। 45 ରୁଟ୍ରେ 117ଟି ବସ୍ ଗଡୁନି, ମାନେ ଭାବନ୍ତୁ ଲୋକମାନେ କେତେ ସମସ୍ୟାର ସମ୍ମୁଖୀନ ହେଉଥିବେ। ଯୋଉମାନେ ବି କାମ କରୁଛନ୍ତି ସେମାନଙ୍କ ମଧ୍ୟ ସମସ୍ୟା ନାହିଁର ସମସ୍ୟାରେ ଅଛନ୍ତି, ଅନେକ ଦିନ ଧରି ସେମାନେ କାମ କରୁଛନ୍ତି, ଦରମା ମିଳିପାରୁନି। କଥା ଯଦି ଆବାଜ ଉଠାଉଛନ୍ତି ସେମାନଙ୍କ ପରବର୍ତ୍ତୀ ସମୟରେ ସସ୍ପେଣ୍ଡ ହେଉଛନ୍ତି, ବାହାର ମଧ୍ୟ କରିଦିଆଉଛନ୍ତି। ତ ଫାଇନାଲି ଏମାନଙ୍କର ଦାବି କିଭଳି ଭାବରେ ପୂରଣ ହେଉଛି, ଏମାନଙ୍କ ପରବର୍ତ୍ତୀ ସମୟରେ କ'ଣ କାର୍ଯ୍ୟପନ୍ଥା ରହୁଛି ତା ଉପରେ ମଧ୍ୟ ନଜର ରହୁଛି। ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ରୋହନଙ୍କ ସହିତ ଅରୁଣ ସାହୁ, OTV।